ସାଧାରଣତଃ ପର୍ଯ୍ୟଟକମାନେ ବର୍ଷ ତମାମ ବିଭିନ୍ନ ତୀର୍ଥାଟନ ସହ ମନ୍ଦିର, ସ୍ଥାପତ୍ୟ, କଳା ଆଦି କ୍ଷେତ୍ରରେ ପ୍ରସିଦ୍ଧ ସ୍ଥାନଗୁଡ଼ିକୁ ବୁଲିବାକୁ ଭଲ ପାଆନ୍ତି। ଏଥିସହ ଦୁଃସାହସିକ ପର୍ଯ୍ୟଟନକୁ ମଧ୍ୟ ଏବେ ଲୋକ ପସନ୍ଦ କଲେଣି। ବିଶ୍ୱର ଅନେକ ଚମତ୍କାର ଏବଂ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖି ଲୋକ କେବଳ ଆନନ୍ଦ ଅନୁଭବ କରୁନାହାନ୍ତି, ବରଂ ସୃଷ୍ଟିର ଏ ରହସ୍ୟକୁ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। 1500 ବର୍ଷ ପୂର୍ବେ ଚାଇନାର ସାଞ୍ଜିରେ ନିର୍ମାଣ କରାଯାଇଥିଲା ଏକ ଝୁଲନ୍ତା ମନ୍ଦିର। ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବା ପାଇଁ ଏହା ଏଭଳି ନିର୍ମିତ ହୋଇଥିଲା। ଚାଇନାର ଦତୋଙ୍ଗ ସହରରେ ରହିଛି ଏହି ଐତିହାସିକ ମନ୍ଦିର। ଓକ୍ର କ୍ରସ୍ ବିମ୍ସରେ ମନ୍ଦିର ଗଢ଼ା ହୋଇଛି ଏବଂ ମଝି ଭାଗରେ ଲୁହା ଖମ୍ବରେ ଏହା ଝୁଲି ରହିଛି। ମନ୍ଦିରରେ 40ଟି କୋଠରୀ ରହିଥିବା ବେଳେ ପରସ୍ପର କୋଠରୀକୁ ଅନେକ କରିଡର, ବ୍ରିଜ ଓ ଚଲାପଥ ଦ୍ୱାରା ସଂଯୁକ୍ତ କରାଯାଇଛି। ଏହାକୁ ଦେଖିବା ପାଇଁ ଏସିଆ ଓ ୟୁରୋପ ଭଳି ଅନେକ ଦେଶରୁ ପର୍ଯ୍ୟଟକମାନେ ଆସିଥାନ୍ତି। ମଣିଷମାନଙ୍କର ଅନେକ ପ୍ରେମ କାହାଣୀ ଆପଣ ଶୁଣିଥିବେ, ହେଲେ ହାତୀର ପ୍ରେମ କାହାଣୀ କଥା ଶୁଣିଛନ୍ତି କି? ସାଥୀ ହାତୀର ବିରହ ବେଦନାକୁ ସହି ନ ପାରି ଏହି ନିକଟରେ ଆଖି ବୁଜିଛି ପୋଷା ହାତୀ ଭବାନୀ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ନିୟୋଜିତ ଥିଲା ଭବାନୀ। ହେଲେ ଗତ ମାସରେ ତାର ସାଥୀ ହାତୀ ମହେନ୍ଦ୍ରର ମୃତ୍ୟୁ ପରେ ଭବାନୀର ଆଚରଣରେ ହଠାତ୍ ପରିବର୍ତ୍ତନ ଦେଖାଦେଇଥିଲା। ପ୍ରାଣୀ ବିଶେଷଜ୍ଞଙ୍କ ଚିକିତ୍ସା ପରେ ମଧ୍ୟ ଭବାନୀ ମହେନ୍ଦ୍ରକୁ ଝୁରି ଝୁରି ଆଖି ବୁଜିଦେଲା। ବର୍ତ୍ତମାନ ବିନା ବିଜୁଳିରେ ମୁହୂର୍ତ୍ତଟେ ମଧ୍ୟ ରହିବା ଅସମ୍ଭବ ହୋଇପଡ଼ିଲାଣି। ପୁଣି ଯଦି ହୋଟେଲରେ ବିଜୁଳି ନଥିବ, ତେବେ ସେଠି ରହିବା ନିରର୍ଥକ। ହେଲେ ଗୋଲାପୀ ସହର ଜୟପୁରରେ ପୃଥିବୀର ପ୍ରଥମ ବିନା ବିଜୁଳିରେ ଚାଲୁଥିବା ରେଷ୍ଟୁରାଣ୍ଟ ଅଛି। ହୋଟେଲର ଚାରିଆଡ଼େ କ୍ୟାଣ୍ଡେଲର ଶୀତଳ ଆଲୋକ ଆପଣ ଅନୁଭବ କରିପାରିବେ। ଆଖି ଝଲସାଇ ଦେବା ଭଳି କାଚର କାରୁକାର୍ଯ୍ୟ ଦେଖିଲେ ଆପଣଙ୍କୁ ଆକବରଙ୍କ ଦରବାର କଥା ନିଶ୍ଚୟ ମନେ ପଡ଼ିଯିବ। ବର୍ଜ୍ୟବସ୍ତୁର ସୁବିନିଯୋଗ କରାଯାଇ ଅନେକ ଘରକରଣା ଜିନିଷ ତିଆରି କରାଯିବା ଆପଣ ଜାଣିଥିବେ। ହେଲେ ଏହାକୁ ନେଇ ଶିଳ୍ପ କିମ୍ବା ବ୍ୟବସାୟ କରିବା କଥା ଚିନ୍ତା କରି ସଫଳ ହୋଇଛନ୍ତି 28 ବର୍ଷିଆ IT ପ୍ରଫେସନାଲ ପୂଜା ଆପ୍ତେ ବାଦାମୀକର। ଅଦରକାରୀ ପୁରୁଣା ଟାୟାରରୁ ସେ ଆକର୍ଷଣୀୟ ଜୋତା ତିଆରି କରୁଛନ୍ତି। ଯେତେବେଳେ ସେ ରିସର୍ଚ୍ଚ ପାଇଁ ଆଫ୍ରିକା ଯାଇଥିଲେ, ସେଠାରେ ଆଦିବାସୀମାନେ ଟାୟାରରୁ ପୁରୁଣା ଜୋତା ତିଆରି କରି ପିନ୍ଧୁଥିବା ଦେଖିଥିଲେ। ପରେ ସେ ମାତ୍ର 1 ଲକ୍ଷ ଟଙ୍କା ନିବେଶ କରି ନୂଆ ଷ୍ଟାର୍ଟଅପ୍ ଆରମ୍ଭ କଲେ। ଏବେ ତାଙ୍କ ବାର୍ଷିକ ଲାଭ ହେଉଛି 7 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ। ପୂଜାଙ୍କର ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟକ। ଆଜିକାଲି ବିଭିନ୍ନ ପ୍ରକାର ଆପ୍ ଲୋକଙ୍କ କାମକୁ ଅଧିକ ସହଜ ଓ ସରଳ କରିଦେଉଛି। ରୋଷେଇ, ଶିକ୍ଷା ଗ୍ରହଣ, ଯୋଗ, ପ୍ରାଣାୟାମ ଭଳି ଅନେକ କଥା ନିଜ ଆଣ୍ଡ୍ରଏଡ୍ ଫୋନ୍ରେ ଉପଲବ୍ଧ ହେଉଛି। iOS ଓ ଆଣ୍ଡ୍ରଏଡ୍ ପାଇଁ ଏକ ମେଡିଟେସନ୍ ଭଳି ଆପ୍ ଏବେ ବେଶ୍ ଲୋକପ୍ରିୟ ହେଉଛି। କର୍ମମୟ ଓ ଚାପଗ୍ରସ୍ତ ଜୀବନର ଅନେକ ଚାପକୁ ଏହା ଲାଘବ କରିବା ସହ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିପାରିବ। ଏଥିରେ ମେଡିଟେସନ୍, ଗୀତ, ଟାଇମର ଏବଂ ଟ୍ରାକ୍ ସହ ମେଡିଟେସନ୍ ପାଇଁ ନିର୍ଦ୍ଦେଶ ଓ ମନ୍ତ୍ର ମଧ୍ୟ ସାମିଲ ଅଛି। ଧ୍ୟାନ ଓ ମନନଶୀଳତା ପାଇଁ ଏଥିରେ ବିଭିନ୍ନ କୌଶଳ ମଧ୍ୟ ରହିଛି। ବୈଶ୍ୱିକ ତାପମାନ ବୃଦ୍ଧି କାରଣରୁ ଏବେ କ୍ରମାଗତ ଭାବେ ସମୁଦ୍ରର ଉତ୍ତାପ ବୃଦ୍ଧି ପାଉଛି। ଏନଭାରମେଣ୍ଟାଲ ରିସର୍ଚ୍ଚ ପତ୍ରିକାରେ ପ୍ରକାଶ ପାଇଛି, ଗତ 4 ଦଶନ୍ଧି ମଧ୍ୟରେ ସମୁଦ୍ର ଉତ୍ତପ୍ତ ହେବାର ହାର 4 ଗୁଣାରୁ ଅଧିକ ବଢ଼ିଛି। ଏଲ୍‌ନିନୋ ପ୍ରଭାବରୁ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ବୃଦ୍ଧି ପାଉଛି ବୋଲି ଏଥିରେ କୁହାଯାଇଛି। ବୈଶ୍ୱିକ କାର୍ବନ ନିର୍ଗମନକୁ କମାଇବା ହିଁ ସମୁଦ୍ରର ତାପମାତ୍ରା ବୃଦ୍ଧିକୁ ଧୀମା କରିବାର ଏକମାତ୍ର ଉପାୟ ବୋଲି ଗବେଷକ ପ୍ରଫେସର କ୍ରିସ୍ ମର୍ଚାଣ୍ଟ କହିଛନ୍ତି। ସମ୍ପ୍ରତି ଏହି ହାର ଦଶନ୍ଧି ପ୍ରତି 0.27 ଡିଗ୍ରୀ ରହିଛି। ବୈଜ୍ଞାନିକମାନେ ଏକ୍ସପେରିମେଣ୍ଟାଲ ଆଡଭାନ୍ସଡ୍ ସୁପର କଣ୍ଡକ୍ଟିଂ ଟୋକାମାକ୍ ଇଷ୍ଟ ବା କୃତ୍ରିମ ସୂର୍ଯ୍ୟକୁ 1000 ସେକେଣ୍ଡରୁ ଅଧିକ ସମୟ ଧରି ଜାରି ରଖିବାରେ ସଫଳ ହୋଇଥିବାରୁ ଚୀନ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି କୃତ୍ରିମ ସୂର୍ଯ୍ୟ 1066 ସେକେଣ୍ଡ ପର୍ଯ୍ୟନ୍ତ ସ୍ଥିର ଅବସ୍ଥାରେ ହାଇ କଣ୍ଟେନସନ୍ ପ୍ଲାଜମା ଅପରେସନ୍ ଜାରି ରଖି ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ 100 ନିୟୁତ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ପହଞ୍ଚିଥିଲା। ଫ୍ୟୁଜନ୍ ଗବେଷଣା କ୍ଷେତ୍ରରେ ଏହି ନୂଆ ରେକର୍ଡ ଗୁରୁତ୍ୱପୂର୍ଣ୍ଣ ଏବଂ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଜମା ଫିଜିକ୍ସ ଏହା ହାସଲ କରିଛି।